ସିଲିଦା ଗ୍ରାମରେ ବାଲି ଓଷାର ମହାପର୍ବ। ଚଳଚଞ୍ଚଳ ହୋଇ ଉଠିଛି ସିଲିଦା ଗ୍ରାମଦାଣ୍ଡ। ଜନସମୁଦ୍ରର ଗହଳି ମଧ୍ୟରେ ଗାଁଟି ଉତ୍ସବ ମୁଖରିତ ହୋଇ ଉଠୁଥିବା ବେଳେ ସମସ୍ତଙ୍କ ମନରେ ଦେଖାଦେଇଛି ଭକ୍ତି ଓ ଭାବନା। ହୃଦୟ ଭିତରେ ଅଗାଢ଼ ବିଶ୍ୱାସର କମ୍ପନ ସୃଷ୍ଟି ହୋଇ ସମସ୍ତେ ନିଜ ନିଜର ଭକ୍ତିକୁ ଗାଁ ଦାଣ୍ଡର ଧୂଳି ବାଲିରେ ଅଜାଡ଼ି ଦେଉଛନ୍ତି। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଜାତ ହୋଇଛି ଏକ ଆଧ୍ୟାତ୍ମିକ ଚିନ୍ତାଧାରା। ପବିତ୍ରତାର ବନ୍ଧନରେ ବାନ୍ଧି ହୋଇ ସମସ୍ତେ ପର ଆପଣାର ଭେଦଭାବ ଭୁଲିଯାଇ ଗୋଟିଏ ସୂତାରେ ବାନ୍ଧି ହୋଇଯାଇଛନ୍ତି। ଦୁଃଖ ସୁଖର ଜଞ୍ଜାଳମୟ ଜୀବନଯାତ୍ରାରେ ଆଜି ବିଶ୍ରାମର ସ୍ୱଳ୍ପ ସମୟକୁ ଖୁବ୍ ଉତ୍ସାହ ସହକାରେ ଉପଭୋଗ କରିବା ପାଇଁ ସମସ୍ତେ ଏକ ସ୍ଥାନରେ ରୁଣ୍ଡୀଭୂତ ହୋଇଛନ୍ତି। ଖୁବ୍ ଜନଗହଳିପୂର୍ଣ୍ଣ ଗାଁଟି ଖୁବ୍ ଉତ୍ସବ ମୁଖରିତ ହୋଇଥିବା ବେଳେ ଗାଁରେ ଭରିଯାଇଛି ଏକ ପବିତ୍ରତାର ପରିବେଶ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦୁଇପୋଷି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମରେ ଗ୍ରାମର ଆରାଧ୍ୟା ଦେବୀ ମା ବିଷେଇପାଟ ଠାକୁରାଣୀଙ୍କ ବାଲିଓଷା ପର୍ବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଏକ ଆନୁଷ୍ଠାନିକ ଭାବେ ଗ୍ରାମର ପ୍ରତ୍ୟେକ ପରିବାରଙ୍କ ସହାୟତା ଓ ସହଯୋଗରେ ଏହି ବାଲିଓଷା ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ବାଲିଓଷା ପର୍ବରେ ଗ୍ରାମର ପ୍ରତ୍ୟେକ ପରିବାର ଯୋଗଦେଇ ମା ବିଷେଇପାଟ ଠାକୁରାଣୀଙ୍କୁ ହାରିଗୁହାରି ଜଣାଇଥାନ୍ତି। ବିଶ୍ୱାସ ରହିଛି ଯେ ମାଙ୍କ ଆଶୀର୍ବାଦରେ ଗ୍ରାମର ପ୍ରତ୍ୟେକ ପରିବାରଙ୍କ ଜୀବନଯାତ୍ରାରେ ମଙ୍ଗଳମୟ ହୋଇଥାଏ। ବିପଦ ଆପଦ ବିପର୍ଯ୍ୟୟରୁ ମା ହିଁ ତାଙ୍କ ପଣତରେ ଘୋଡ଼େଇ ରଖିଥିବା ଯୋଗୁଁ ଗ୍ରାମକୁ ମହାବିପତ୍ତି ପଶିପାରେ ନାହିଁ। ସେହି ମା ବିଷେଇପାଟଙ୍କ ଉତ୍ସବକୁ ଗ୍ରାମବାସୀ ବର୍ଷରେ ଥରେ ମହାସମାରୋହରେ ପାଳନ କରିଥାନ୍ତି। ଖୁବ୍ ଶୃଙ୍ଖଳାର ସହିତ ଏ ବର୍ଷ ସିଲିଦା ଗ୍ରାମରେ ମା ବିଷେଇପାଟଙ୍କ ମହାପର୍ବ ବାଲିଓଷା ପାଳିତ ହୋଇଯାଇଛି। ଗ୍ରାମର ଝିଅ ବୋହୂଠାରୁ ଆରମ୍ଭ କରି ଛୋଟରୁ ବଡ଼ ପର୍ଯ୍ୟନ୍ତ ଖୁବ୍ ଉତ୍ସାହ ସହିତ ବାଲିଓଷା ପାଳନ କରିଥିବା ଜଣାଯାଇଛି। ରୀତିନୀତି ଅନୁସାରେ ମା ବିଷେଇପାଟଙ୍କୁ ଗାଁ ମଝିରେ ସ୍ୱତନ୍ତ୍ର ପୂଜା ମଣ୍ଡପ କରି ବାଲିଓଷା ପାଳନ କରିଥିଲେ। ପୂଜା ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ମାଙ୍କ ପୂଜା ମଣ୍ଡପରେ ରୁଣ୍ଡୀଭୂତ ହୋଇ ବାଲିଓଷାରେ ମାଙ୍କ ଆଶିଷ ଭିକ୍ଷା ମାଗିଥାନ୍ତି। ଏହି ବାଲିଓଷାରେ ଗ୍ରାମର ସମସ୍ତ କାମଧନ୍ଦା ବନ୍ଦ କରି କେବଳ ବାଲିଓଷାରେ ସମୟ ଦେଇଥାନ୍ତି। ଏହି ଦିନ ମା ଆଶୀର୍ବାଦ କରିଲେ ବର୍ଷ ସାରା ସୁଖ ସମୃଦ୍ଧିର ବର୍ଷ ହେବ ବୋଲି ଗ୍ରାମବାସୀ ଅଗାଢ଼ ବିଶ୍ୱାସ ରଖିଛନ୍ତି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।